ରାତିରେ ଘରେ ଶୋଇଥିବା ଘରର 16 ବର୍ଷିଆ ସୁନ୍ଦରୀ ଝିଅ ରିୟା ସକାଳୁ ଉଠିଲା ବେଳକୁ ବିଛଣାରେ ନଥିଲା। ଘରେ ଲୋକେ ଅନେକ ଖୋଜାଖୋଜି କଲେ, ହେଲେ କେଉଁଠି ରିୟାକୁ ପାଇଲେନି। କିଛି ଦିନ ପରେ ବେଙ୍ଗଲୋର ସହରରେ ଏକ ନୀଳ ରଙ୍ଗର ସୁଟକେସ୍ ଭିତରେ ଏକ ଯୁବତୀର ଶବକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଆଉ ପୋଲିସ ଆସି ତଦନ୍ତ ଆରମ୍ଭ କରିଦେଇଥିଲା। ସେଇ ଯୁବତୀ ଆଉ କେହି ନଥିଲା, ସେଇ ସୁନ୍ଦରୀ ଝିଅ ରିୟା ଥିଲା। ପୋଲିସ ପ୍ରଥମେ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଆଉ ଯେତେବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା, ପୋଲିସ ଦେଖି ତାଜୁବ ହୋଇଯାଇଥିଲା। ସେ ରିପୋର୍ଟ କ'ଣ ଥିଲା ଜାଣିଛନ୍ତି? ରିୟାକୁ ପ୍ରଥମେ ଏକାଧିକ ଯୁବକ ଦୁଷ୍କର୍ମ କରିଥିଲେ, ଆଉ ତାପରେ ତା ଯୌନାଙ୍ଗରେ ବିୟର ବୋତଲ ପୂରେଇ ଭାଙ୍ଗି ଦେଇଥିଲେ। ଆଉ ଶେଷରେ ରିୟା ଏସବୁ ନିର୍ଯାତନା ସହି ନପାରି ଜୀବନ ଚାଲି ଯାଇଥିଲା। ହେଲେ ରିୟା ଶୋଇଥିଲା ବେଳେ ନିଜ ଗାଁରୁ ଏହି ସହର ଭିତରକୁ କେମିତି ଆସିଲା, ତାକୁ କିଏ ଆଣିଥିଲା, ଆଉ ରିୟା ସହିତ ଏମିତି ଅମାନୁଷିକ କାମ କରିଥିବା ସେ ଯୁବକମାନେ କିଏ? ପୋଲିସ କ'ଣ ସେ ଯୁବକମାନଙ୍କୁ ଧରିବାରେ ସଫଳ ହେଲା? ଏସବୁ କଥା ଜାଣିବା ପାଇଁ ଆସନ୍ତୁ ଆରମ୍ଭ କରିବା ଆଜିର ଏ କାହାଣୀ। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। 16 ବର୍ଷୀୟ ସୁନ୍ଦରୀ ଝିଅ ରିୟା ବାପା ମାଆଙ୍କର ଭାରି ଗେହ୍ଲି ଥିଲା। ଘର ପାଖ କଲେଜରେ ପାଠ ପଢ଼ୁଥିଲା। ରିୟାର ବାପା ମା ଝିଅକୁ ଯେତେବେଳେ ଯାହା ଦରକାର କେଉଁଥିରେ ଉଣା କରୁନଥିଲେ। ଝିଅକୁ ଏତେ ଭଲ ପାଉଥିଲେ ଯେ ନିଜ ଅଲିଅଳି ଝିଅକୁ ବାହାରକୁ ନ ଛାଡ଼ି ନିଜ ପାଖରେ ରଖି ପାଖ କଲେଜରେ ପାଠ ପଢ଼ାଉଥିଲେ। ହେଲେ ରିୟା କିନ୍ତୁ ଗୋଟେ ଭୁଲ କରି ବସିଥିଲା। ସେହି ଗାଁର ଜଣେ ଯୁବକକୁ ସେ ଭଲ ପାଇ ବସିଥିଲା। ହେଲେ ଏକଥା ରିୟାର ପରିବାର ଲୋକେ କେହି ଜାଣିନଥିଲେ। ରିୟା କଲେଜ ଗଲାବେଳେ ଆଉ ଆସିଲା ବେଳେ ସେହି ଯୁବକ ଆସିଫକୁ ଲୁଚି ଲୁଚି ଦେଖା କରୁଥିଲା। 16 ବର୍ଷୀୟ ସୁନ୍ଦରୀ ଝିଅ ରିୟା ସିନା ସରଳ ନିରୀହ ଝିଅଟେ ବୋଲି ଆସିଫକୁ ବିଶ୍ୱାସ କରିନେଇଥିଲା, କିନ୍ତୁ ଆସିଫ ପ୍ରକୃତରେ ଗୋଟେ ଗୁଣ୍ଡା ଥିଲା। ଆସିଫର ନଜର ରିୟାର ଯୌବନ ଉପରେ ଥିଲା, ଆଉ ରିୟାର ସେ ସୁନ୍ଦରୀ ଚେହେରା ଉପରେ ଥିଲା। ହେଲେ ଆସିଫ ଏମିତି ଭଲ ପାଇବାର ନାଟକ କରୁଥିଲା ଯେ ରିୟା ଏସବୁ ଜାଣି ନପାରି ଆସିଫ ପ୍ରେମରେ ଫସି ଯାଇଥିଲା। ଆଉ ରିୟା ଭଲ ଭାବରେ ଜାଣିଥିଲା ତାଙ୍କ ପରିବାର ଲୋକେ କେବେ ବି ତାଙ୍କ ପ୍ରେମକୁ ସ୍ୱୀକାର କରିବେ ନାହିଁ। ତଥାପି ସେ ଆସିଫକୁ ଭଲ ପାଇବାରେ କେବେ ବି କମି କରୁନଥିଲା। ଏପଟେ ଆସିଫ ରିୟାର ଯୌବନକୁ ଦେଖି ସହିପାରୁନଥିଲା। ବାରମ୍ବାର ରିୟାକୁ ତାଙ୍କ ପରିବାର ବିରୁଦ୍ଧରେ କହୁଥିଲା, ଆଉ ସେ ତାକୁ ଛାଡ଼ି ଗୋଟେ ମୁହୂର୍ତ୍ତ ରହିପାରିବନି ବୋଲି କହୁଥିଲା। ଦୁନିଆକୁ ଠିକ୍ରେ ବୁଝିନଥିବା ରିୟା ଆଉ ନୂଆ ନୂଆ ଯୌବନର ଉଛୁଳା ନଦୀରେ ପାଦ ଦେଉଥିବା ରିୟା ମଧ୍ୟ ଆସିଫ କଥାରେ ଫସି ଯାଇଥିଲା। ଆଉ ସବୁଦିନ ପରି ସେଦିନ ବି ରିୟା ଖାଇ ପିଇ ଆରାମରେ ଶୋଇଥିଲା। ହେଲେ ରାତି ପାଇଲା ବେଳକୁ ରିୟାକୁ ନ ପାଇ ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ, ଆଉ ଶେଷରେ ଥାନାରେ ଏତଲା ମଧ୍ୟ ଦେଇଥିଲେ। କିନ୍ତୁ ଏପଟେ ବେଙ୍ଗଲୋର ସହର ଭିତରେ ଏକ ନୀଳ ରଙ୍ଗର ସୁଟକେସ୍ ଭିତରୁ ଦୁର୍ଗନ୍ଧ ଆସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଆଉ ପୋଲିସ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା। ଆଉ ତଦନ୍ତ ବି ଆରମ୍ଭ କରିଦେଇଥିଲା। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ପୋଲିସ ତାଜୁବ ହୋଇଯାଇଥିଲା। ଏହି ଯୁବତୀକୁ ନିର୍ମମ ଭାବେ 3 ଜଣ ପ୍ରଥମେ ଦୁଷ୍କର୍ମ କରିଥିଲେ, ଆଉ ତାପରେ ତା ଯୌନାଙ୍ଗରେ କେତେବେଳେ ବାଡ଼ି ପୂରେଇ ଦେଇଥିଲେ ତ କେତେବେଳେ ନିଶାରେ ଥିବା ସେହି ନୃଶଂସମାନେ ବିୟର ବୋତଲ ପୂରେଇ ଦେଇଥିଲେ। ଆଉ ଯେତେବେଳେ ବୋତଲକୁ ଟାଣିଥିଲେ ସେ ବୋତଲ ବାହାରି ନଥିଲା, ସେହି ବୋତଲକୁ ପଥରରେ ଛେଚି ଭାଙ୍ଗି ଦେଇଥିଲେ। 16 ବର୍ଷର ଝିଅ କେତେ ବା ଯନ୍ତ୍ରଣା ସହିଥାନ୍ତା। ଶେଷରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା। ପୋଲିସ ତଦନ୍ତ କରି ପ୍ରଥମେ ଝିଅ ବିଷୟରେ ଜାଣିବା ପରେ ଝିଅର ପରିବାର ଲୋକଙ୍କୁ ଖବର ଦେଇଥିଲେ। ଚିତ୍କାର କରି ଉଠିଥିଲେ ବାପା ମା। କେଉଁ ବାପା ମା ବା ନିଜ ଝିଅକୁ ଏମିତି ଅବସ୍ଥାରେ ଦେଖି ସହିପାରିବେ ଆଜ୍ଞା? ସେପଟେ ପୋଲିସ ଜାଣିବାକୁ ପାଇଥିଲା ଯେ ସେହି ଗାଁର ଆସିଫ ମଧ୍ୟ ରିୟା ନିଖୋଜ ହେବା ପରଠୁ ଗାଁରେ ନାହିଁ। ଏତେ ଭଲ ପାଉଥିବା ନିଜ ଝିଅକୁ ଏମିତି ଅବସ୍ଥାରେ ଦେଖି ପୋଲିସ ସନ୍ଦେହ କରି ଆସିଫକୁ ଖୋଜିବା ଆରମ୍ଭ କଲା। ହେଲେ ଆସିଫକୁ ନ ପାଇ ପୋଲିସର ସନ୍ଦେହ ଆହୁରି ବଢ଼ିଯାଇଥିଲା। ଆଉ ପୋଲିସ ଶେଷରେ ଆସିଫକୁ ଗିରଫ କରିବାରେ ସଫଳ ହେଲା। ଆଉ ଗିରଫ ପରେ ତାଠୁ ସବୁ ସତ ଜାଣିଲା ପରେ ଆସିଫର ଆଉ 2 ଜଣ ସାଙ୍ଗକୁ ମଧ୍ୟ ପୋଲିସ ଗିରଫ କଲା। ପ୍ରଥମେ ଡାକ୍ତରୀ ପରୀକ୍ଷା କଲା ପରେ ଜଣାପଡ଼ିଲା ରିୟା ଯୌନାଙ୍ଗରେ ଲାଗିଥିବା ସ୍ପର୍ମ ଆଉ ଏହି 3 ଯୁବକଙ୍କ ସ୍ପର୍ମ ସମାନ ଥିଲା। ଶେଷରେ ପୋଲିସ ସବୁ ତଥ୍ୟ ପ୍ରମାଣ ସହିତ ଏହି 3 ଯୁବକକୁ ଗିରଫ କରି ଜେଲ୍ ପଠାଇଦେଲା। ଦର୍ଶକ ବନ୍ଧୁ, ରିୟା ସିନା ଛୋଟ ପିଲା ଥିଲା, ତାର ବୁଝିବାର ଶକ୍ତି ହୋଇନଥିଲା, କିନ୍ତୁ ଏହି ଯୁବକମାନେ ଯେଉଁଭଳି ନୃଶଂସ କାମ କଲେ, ଆଉ ସେ ଆସିଫ ଯେମିତି ଭଲ ପାଇବାର ନାଟକ କରି ତାକୁ ଆଣି ଏମିତି ନିର୍ଯାତନା ଦେଇ ମାରିଦେଲା, ତାକୁ କ'ଣ ସତରେ ଜେଲ୍ ପଠାଇବା ଉଚିତ ଥିଲା, ନା ଏମିତି ଅମଣିଷକୁ ଆଉ କିଛି ଦଣ୍ଡ ଦେବାର ଥିଲା? ସେମାନଙ୍କୁ
କ'ଣ ଦଣ୍ଡ ଦେଇଥିଲେ ଠିକ୍ ହେଇଥାନ୍ତା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।